ମୋର ଅନ୍ତରର ପ୍ରାଣର ପ୍ରିୟ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ଲକ୍ଷ୍ମୀ ମା, ଶ୍ରୀ ଶ୍ରୀ ବଡ଼ଦାଦା, ଆଜିର ଆଚାର୍ଯ୍ୟ ଓ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ମୋର ଏହି ନାରୀର ନୀତି ଶୁଣୁଥିବା ସମସ୍ତ ଗୁରୁ ଭାଇ ମା'ମାନଙ୍କୁ ମୋର ଅନ୍ତରର ଜୟଗୁରୁ। କେମିତି ଅଛନ୍ତି ଆପଣମାନେ? ଶ୍ରୀ ଶ୍ରୀ ଠାକୁରଙ୍କ କୃପାରୁ ସମସ୍ତେ ଭଲରେ ଥିବେ ବୋଲି ମୋର ଆଶା। ମୁଁ ଆଜି ଶ୍ରୀ ଶ୍ରୀ ଠାକୁରଙ୍କର 118 ବାଣୀ ଆପଣମାନଙ୍କ ଆଗରେ ତୋଳି ଧରିବି। ପ୍ଲିଜ୍ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ, ସେୟାର ବି କରନ୍ତୁ, କମେଣ୍ଟରେ ବି ଜୟଗୁରୁ ଲେଖନ୍ତୁ। ଜୟଗୁରୁ ଲେଖିଲେ ମୁଁ ଜାଣିପାରିବି ଆପଣମାନଙ୍କ ପାଖରେ ଏ ପହଞ୍ଚିଛି। ଆଉ ବେଲ୍ ଆଇକନ୍ ବି ଦବାଇ ଦିଅନ୍ତୁ। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତି ଶୁଣିବା ଆଗରୁ ଶ୍ରୀ ଶ୍ରୀ ଠାକୁରଙ୍କ ବିଷୟରେ ପଦିଏ କଥା ଶୁଣିବା। ନିଷ୍ପ୍ରାଣ ବସ୍ତୁକୁ ବି ସେବା ଦେବାର କଥା ଉପରେ ଦୁଇଟି ଉଦାହରଣ ଦେଇ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଥିଲେ, ଯତ୍ନ ଓ ଦରଦ ସହକାରେ ବସ୍ତୁଟିକୁ ରଖିବା ଦରକାର। କେବଳ ବ୍ୟକ୍ତି କାହିଁକି ପ୍ରତ୍ୟେକ ବସ୍ତୁକୁ ଯୋଗ୍ୟ ମର୍ଯ୍ୟାଦା ଦେବା ଦରକାର। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ, ଆପଣମାନେ ଅଜିତ ଧର ଭାଇଙ୍କୁ ଚିହ୍ନନ୍ତି? ଗୋଟେ ସମୟରେ ସେ ପବ୍ଲିଶ ହାଉସର ଗ୍ରନ୍ଥାବଳୀର ପ୍ରକାଶକ ଥିଲେ। ପ୍ରବୀଣ ବ୍ୟକ୍ତି। ଗୋଟେ ଦିନର ଘଟଣା, ଅଜିତ ଧର ଭାଇ ଶ୍ରୀ ଶ୍ରୀ ବଡ଼ଦାଙ୍କ ଘରେ ଅଛନ୍ତି। କେଉଁ ଗୋଟେ କାମରେ ଗୋଟେ ଦିଆସିଲି ଡବାର ଦରକାର ପଡ଼ିଲା। ତା ନେଇ ଆସି ଅଜିତ ଭାଇ କାର୍ଯ୍ୟ ସମ୍ପନ୍ନ କରି ଦିଆସିଲିଟି ରଖିଦିଅନ୍ତି। ଶ୍ରୀ ଶ୍ରୀ ବଡ଼ଦାଙ୍କ ଉପସ୍ଥିତିରେ ତା ହେଲା। ରଖିବା ସମୟରେ ଅନ୍ୟମନସ୍କ ଭାବେ ଦିଆସିଲିଟିକୁ ପକେଇ ଦେଲେ। ଶ୍ରୀ ଶ୍ରୀ ବଡ଼ଦା କହିଲେ, ତାକୁ ବ୍ୟଥା ଲାଗିବନି? ଅଜିତ ଭାଇ ଏଣେ ତେଣେ ଚାହୁଁଛନ୍ତି, ଭାବି ପାରୁନାହାନ୍ତି କିଏ ବ୍ୟଥା ପାଉଛି। ଶ୍ରୀ ଶ୍ରୀ ବଡ଼ଦା କହିଲେ, ନେବା ସମୟରେ ଦିଆସିଲିଟା ଆଗ୍ରହ କରି ନେଲୁ, କିନ୍ତୁ ରଖିବା ସମୟରେ ଫୋପାଡ଼ି ଦେଲୁ। ଏଥିରୁ ବୁଝିପାରୁଛେ ନିଷ୍ପ୍ରାଣ ବସ୍ତୁକୁ ବି ସେବା ଦେବାର କଥା ସେ କହିଲେ। ଯତ୍ନ ଓ ଦରଦ ସହକାରେ ବସ୍ତୁଟିକୁ ରଖିବା ଦରକାର। କେବଳ ବ୍ୟକ୍ତି କାହିଁକି ପ୍ରତ୍ୟେକ ବସ୍ତୁକୁ ଯୋଗ୍ୟ ମର୍ଯ୍ୟାଦା ଦେବା ଦରକାର। ପ୍ରୟାତ ଜିତେନ ଦେବବର୍ମାନ ଭାଇଙ୍କୁ ଆପଣମାନେ ଅଧିକାଂଶ ହିଁ ଜାଣନ୍ତି। ସେ ଶ୍ରୀ ଶ୍ରୀ ବଡ଼ଦାଙ୍କ ଘରେ ହିଁ ରହୁଥିଲେ। ବର୍ତ୍ତମାନ ଆଚାର୍ଯ୍ୟ ଦେବ ଯେଉଁ ନାଟ ମଣ୍ଡପରେ ବସନ୍ତି, ସେହି ପ୍ରାଙ୍ଗଣରେ ଦୁଇଟା କୃଷ୍ଣଚୂଡ଼ା ଗଛ ଥିଲା। ସେଥିରୁ ଗୋଟେ ଏବେ ବି ଅଛି। ଯେବେକାର କଥା କହୁଛି, ସେତେବେଳେ ଶ୍ରୀ ଶ୍ରୀ ବଡ଼ଦା ଠାକୁରବାଡ଼ି ଚାଲି ଚାଲି ଯାଉଥିଲେ। ଦିନେ ଠାକୁରବାଡ଼ିରୁ ଫେରିବା ପଥରେ ଦେଖିଲେ ଜିତେନ ଦେବବର୍ମ ଭାଇ ଲୋକମାନଙ୍କୁ ନେଇ କୃଷ୍ଣଚୂଡ଼ା ଗଛ କାଟିବାର ଉଦ୍ୟୋଗ କରୁଛନ୍ତି। ଶ୍ରୀ ଶ୍ରୀ ବଡ଼ଦାଙ୍କୁ ଜିତେନ ଭାଇ କହିଲେ, ଗଛଟା ମରିଯାଇଛି, ଶୁଖିଲା ଡାଳଗୁଡ଼ିକ ଛିଡ଼ା ହୋଇଛି, ତେଣୁ କାଟି ପକାଉଛି। ଶ୍ରୀ ଶ୍ରୀ ବଡ଼ଦା କହିଲେ, ନା ମରିନି, କାଟିବାକୁ ପଡ଼ିବନି। ଶ୍ରୀ ଶ୍ରୀ ବଡ଼ଦା ଗଛଟିର ଦେହରେ ହାତ ବୁଲାଇ ଆଦର କରି ଘରକୁ ଚାଲିଗଲେ। ତାପରେ ସେ ଗଛଟିରେ ନୂଆ ପତ୍ର କଅଁଳିଲା, ଡାଳ ପତ୍ରରେ ଭର୍ତ୍ତି ହୋଇଗଲା। ଏ ଘଟଣା ପରେ ଦୀର୍ଘ 30 ବର୍ଷ ଗଛଟି ବଞ୍ଚିଥିଲା। ବର୍ତ୍ତମାନ ଆଚାର୍ଯ୍ୟ ଦେବଙ୍କ ଜୀବନରେ ବି ଏପରି ଘଟଣା ଅଛି। ଉକ୍ତ ଗଛଟିର ଗୋଟେ ବଡ଼ ଡାଳ ଭାଙ୍ଗି ଯାଇ ଝୁଲୁଥିଲା। ଆଚାର୍ଯ୍ୟ ଦେବ ଗୋବର, ମାଟି, ଛଣ, ପାଣି ଇତ୍ୟାଦି ସହଯୋଗରେ ଭଙ୍ଗା ଅଂଶଟିକୁ ଯୋଡ଼ିଦେଲେ। ଗୋଟେ ବାନ୍ଧଣ ଦେଇ ଉପରେ ଦେଲେ ସିମେଣ୍ଟର ପ୍ଲାଷ୍ଟର। ଭଙ୍ଗା ଡାଳଟିକୁ ଅଳ୍ପ ଦିନରେ ହିଁ ଯୋଡ଼ି ହୋଇଯାଇଥିଲା। ଘଟଣାଗୁଡ଼ିକ ପ୍ରକୃତିର ପ୍ରେମର ସାକ୍ଷ୍ୟ। ଶୁଣିଲେ ନା, ବହୁତ ସୁନ୍ଦର କଥା। ଏବେ ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 118 ବାଣୀ ଆପଣମାନଙ୍କ ଆଗରେ ତୋଳି ଧରିବି। ନାରୀର ନୀତି 118 ବାଣୀ। ସ୍ୱାର୍ଥରେ ବଞ୍ଚନା। ସ୍ୱାମୀକୁ ଯଦି ପରିବାର ଓ ପରିଜନ ଠାରୁ ଅଲଗା କରିନିଅ, ତେବେ ସେବା ଓ ସମ୍ବର୍ଦ୍ଧନାରୁ ମଣିଷ ଯେଉଁ ଉତ୍କର୍ଷ ଲାଭ କରେ, ବୋଧ ଓ ଜାଣିବାରେ ଯେ ତୃପ୍ତି ଓ ମୁକ୍ତି ଆସିଥାଏ, ସେଥିରୁ ବଞ୍ଚିତ ହେବ।
ମହିମା, ଗାରିମା ଓ ପ୍ରତିଷ୍ଠା ତୁମଠାରୁ ଦୂରକୁ ଅପସରି ଯିବ। ଉଦ୍ବେଗ, ଅତୃପ୍ତି, ଅବସାଦ ଓ ଅବସନ୍ନତା ତୁମକୁ ଘେରି ପକାଇବ। ତୁମେ କ'ଣ ଏପରି ଭାବରେ ବଞ୍ଚିତ ହେବାକୁ ଚାହଁ? ବାଣୀ ସଂଖ୍ୟା 118। ପୁଣି ଥରେ ସ୍ୱାର୍ଥରେ ବଞ୍ଚନା। ସ୍ୱାମୀଙ୍କୁ ଯଦି ପରିବାର ଓ ପରିଜନଠାରୁ ଅଲଗା କରିନିଅ, ତେବେ ସେବା ଓ ସମ୍ବର୍ଦ୍ଧନାରୁ ମଣିଷ ଯେଉଁ ଉତ୍କର୍ଷ ଲାଭ କରେ, ବୋଧ ଓ ଜାଣିବାରେ ଯେ ତୃପ୍ତି ଓ ମୁକ୍ତି ଆସିଥାଏ, ସେଥିରୁ ବଞ୍ଚିତ ହେବ। ମହିମା, ଗାରିମା ଓ ପ୍ରତିଷ୍ଠା ତୁମଠାରୁ ଦୂରକୁ ଅପସରି ଯିବ। ଉଦ୍ବେଗ, ଅତୃପ୍ତି, ଅବସାଦ ଓ ଅବସନ୍ନତା ତୁମକୁ ଘେରି ପକାଇବ। ତୁମେ କ'ଣ ଏପରି ଭାବରେ ବଞ୍ଚିତ ହେବାକୁ ଚାହଁ? ବାଣୀ ସଂଖ୍ୟା 118। ଆମେ ଆଉ ଗୋଟିଏ ଭିଡ଼ିଓରେ 119ଠୁ ଶୁଣିବା। ଏବେ ମୁଁ ରହୁଛି। ଜୟ ଗୁରୁ।